ଚାଷୀଙ୍କ ପାଇଁ ଆସିଲା ଖୁସିର ଖବର। ବଢ଼ିବ ଏମ୍ଏସ୍ପି ଦର, ଚାଷୀଙ୍କ ମନରେ ଖୁସି। ନୂଆ ସରକାର କଲେ ଧାନ କ୍ୱିଣ୍ଟାଲ ପ୍ରତି 3100 ଟଙ୍କା। ରାଜ୍ୟରେ ଧାନ କ୍ୱିଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ହେବ 3100 ଟଙ୍କା। ଏନେଇ କ୍ୟାବିନେଟ୍ରେ ନିଷ୍ପତ୍ତି ପରେ ଚାଷୀଙ୍କ ମନରେ ଦେଖାଦେଇଛି ନୂଆ ଆଶା। ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିବା ସହ ଖୁସି ପ୍ରକାଶ କରିଛନ୍ତି ଚାଷୀ। ଶପଥ ନେବାକ୍ଷଣି ଆକ୍ସନ୍ ମୋଡ୍କୁ ଆସିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କ୍ୟାବିନେଟ୍ ବୈଠକ ଡାକି ଧାନ ଏମ୍ଏସ୍ପି 3100 ଟଙ୍କା କରିବା ବିଷୟରେ ନିଷ୍ପତ୍ତି ନେଇଛନ୍ତି। 100 ଦିନ ମଧ୍ୟରେ ଏହାକୁ ଲାଗୁ କରାଯିବ। ଏହି ଘୋଷଣା ପରେ ଚାଷୀଙ୍କ ମନରେ ଦେଖାଦେଇଛି ଉତ୍ସାହ। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସିଛି। ବର୍ତ୍ତମାନ କ୍ୱିଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ରହିଛି 2100 ଟଙ୍କା। ଯଦି ପଡ଼ୋଶୀ ରାଜ୍ୟ ଛତିଶଗଡ଼ କଥା ଦେଖାଯାଏ, ସେଠି 3100 ଟଙ୍କା ରହିଛି। ନିର୍ବାଚନ ପୂର୍ବରୁ ଧାନର ସହାୟକ ମୂଲ୍ୟ 3100 ଟଙ୍କା କରିବାକୁ ବିଜେପି ସଂକଳ୍ପପତ୍ରରେ ପ୍ରତିଶ୍ରୁତି ନେଇଥିଲା, ଯାହାକୁ ପୂରା କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାସହ ସମୃଦ୍ଧ କୃଷକ ନୀତି ଆଣିବା ପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। କ୍ୟାବିନେଟ୍ ବୈଠକରେ 4ଟି ନିଷ୍ପତ୍ତି ନିଆଯାଇଥିବା ବେଳେ ପ୍ରଥମଟି କାର୍ଯ୍ୟକାରୀ ହୋଇଛି। ଶ୍ରୀମନ୍ଦିର ଚାରିଦ୍ୱାର ଖୋଲାଯାଇଥିବା ବେଳେ ଏବେ ଏମ୍ଏସ୍ପି ବୃଦ୍ଧିକୁ ଅପେକ୍ଷା କରିଛନ୍ତି ରାଜ୍ୟର ଚାଷୀ।